ଆମ ବାଡ଼ିରେ କୋବି ଗଛ ଲାଗିବାର ଆଜକୁ ପ୍ରାୟ 80ରୁ 90 ଦିନ ହେଇଗଲାଣି। ଦେଖନ୍ତୁ ଦର୍ଶକ ବନ୍ଧୁ, ସବୁ କୋବି ହେଇଗଲାଣି, ଖାଇଲା ଭଳିଆ କିଛି ହେଇଛି। ଆଉ ବର୍ତ୍ତମାନ କିଛି କଷି ହେଇଛି। ଆଜି ଦେଖନ୍ତୁ ମୁଁ ଭିଡ଼ିଓ କରିକି ଆପଣମାନଙ୍କୁ ଦେଖାଉଛି। କିଛି ତ ନଷ୍ଟ ହେଇଗଲା, ସାର ପାଖରେ ଲାଗିଗଲା, ଯେଉଁ ମରିଯାଇଥିଲା। ମୁଁ ସେ ଭିଡ଼ିଓ ବି ଆପଣମାନଙ୍କୁ ଦେଖେଇଥିଲି। ପଛରେ ଦେଖନ୍ତୁ କୋବି ଗଛ ସବୁ ଲାଗିଛି। ଏ ବାଇଗଣ ଗଛ ବିଲରେ ଲାଗିଛି, ଏଇଠି ଲଗେଇଦେଲେ ଢିଅ ବାଇଗଣଟା ଭଲ ଲାଗେ ଖାଇବା ପାଇଁ, ସେଥିପାଇଁ ଲଗେଇ ଦେଇଛନ୍ତି। ଦେଖନ୍ତୁ ଏ ପଛରେ ତଳି ସବୁ ଆସିକି ଲାଗିଛି, 50ଟା ଗଛ ପଛେଇକି ହେବ, ଖିଆ ହେବ ଖରା ଦିନକୁ। ବର୍ତ୍ତମାନ ଦେଖନ୍ତୁ ଏଇ ଜାଗାରେ ମୁଁ ଲଙ୍କା ଗଛ ଲଗେଇଥିଲି, ଯେଉଁ ଯାଇଥିଲି ମାମୁଙ୍କ ଘରକୁ ଆଣିଥିଲି ଲଙ୍କା ଗଛ, ସେ ଲଙ୍କା ଗଛ। ଆଉ ଏଇଠି ଦେଖନ୍ତୁ କୋବି, ଏସବୁ 90 ଦିନିଆ ହାଇବ୍ରିଡ଼ କୋବି, ଗୋଟା 2.5 କେଜି 3 କେଜି ହେବ। ଦେଖନ୍ତୁ ଏଇ ମଝିରେ ଗୋଟେ ବଡ଼ ସୋରିଷ ଗଛ, ପାହାଡ଼ି ସୋରିଷ ଗଛ ଥିଲା। ଦେଖନ୍ତୁ କେତେ ଫୁଲ ହେଇଛି, ବଡ଼ ଗଛଟି, ମୋରି ଉଞ୍ଚା ଗଛଟା। ଦେଖନ୍ତୁ ଦର୍ଶକ ବନ୍ଧୁ, କୋବି ଶାଗ ଡେଲି ଖିଆ ହେଉଛି, କୋବି ବି ଖିଆ ହେବ। ଏଠି ଦେଖନ୍ତୁ ଗୋଟେ ଟମାଟୋ ଗଛ ଥିଲା, ହାଇବ୍ରିଡ଼ ଟମାଟୋ ଗଛ, ଫୁଲ ହେଲାଣି। ଆଉ ଏମିତି ସବୁ ବାଡ଼ିରେ ଆପଣମାନେ ଲଗେଇ ଖାଆନ୍ତୁ। ଦେଖନ୍ତୁ କେତେ ବଡ଼ ବଡ଼ କୋବି ହେଇଛି। ଏଗୁଡ଼ା ତ କଷି ଅଛି, ଆହୁରି ବଢ଼ିବ, ତଥାପି ଭିଡ଼ିଓ କରିଦେଲି ଆଜି ଆଉ।